କରାଯାଇନି ଜବାବ ଦିଅ। ଥଇଥାନ ନକରି କାହିଁକି ଉଚ୍ଛେଦ କରାଗଲା କର୍ତ୍ତୃପକ୍ଷ ଜବାବ ଦିଅ। ଇନକ୍ଲାବ ଜିନ୍ଦାବାଦ, ଇନକ୍ଲାବ ଜିନ୍ଦାବାଦ, ବସ୍ତି ବାସିନ୍ଦା ମିଳିତ ମଞ୍ଚ ଜିନ୍ଦାବାଦ। ବିଡ଼ାନାସୀ ନୂଆସାହି ବସ୍ତି 2 ବର୍ଷ ପୂର୍ବରୁ ଉଚ୍ଛେଦ କରାହେଇଥିଲା। ସେତେବେଳେ ସରକାରଙ୍କର ଗୋଟେ ଆଇନ ଥିଲା, ବସ୍ତି ବାସିନ୍ଦାଙ୍କ ଆଇନ। ସେ ଆଇନ ବଳରେ ଉଚ୍ଛେଦ ନ କରି ତାକୁ ବଳପୂର୍ବକ ଉଚ୍ଛେଦ କରାଗଲା। ସିଡିଏ ଏବଂ ସିଏମ୍ସି ମିଶିକିନି ଉଚ୍ଛେଦ କରାଗଲା। ସେମାନେ ରାସ୍ତାକଡ଼ରେ ପଡ଼ି ରହିଲେ ଏବଂ ପରେ ଆମେ ଆନ୍ଦୋଳନ କଲୁ। ଆନ୍ଦୋଳନ ଫଳରେ ସରକାର ସେତେବେଳେ ସିଏମ୍ସି ପ୍ରତିଶ୍ରୁତି ଦେଲେ ଆମେ ତାଙ୍କୁ ଜାଗା ମିଶନରେ ଥଇଥାନ କରିବୁ ଏବଂ ଡ୍ରୋନ୍ ସର୍ଭେ ହେଲା, ଜାଗା ମିଶନରେ ସର୍ଭେ ହେଲା। ସିଏମ୍ସି ତଦାରଖ ଟିମ୍ ଯାଇ ସେଠି ତାଲିକା ପ୍ରସ୍ତୁତ କଲେ। 17 ଜଣଙ୍କର ତାଲିକା ପ୍ରସ୍ତୁତ ହେଲା ଏବଂ ସେ ତାଲିକା ଦିଆଗଲା ମେୟର ଏବଂ କମିଶନରକୁ। ମେୟର କମିଶନର ସେମାନଙ୍କୁ ରେକମେଣ୍ଡ କଲେ, ମଞ୍ଜୁରୀ କଲେ। ମଞ୍ଜୁରୀ ହେଲା ପରେ ବି 2 ବର୍ଷ ବିତି ଯାଇଛି। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଧବଳେଶ୍ୱର ଗଡ଼ାରେ ଆମେ ରଖିବୁ 17 ପରିବାରକୁ। ଏପର୍ଯ୍ୟନ୍ତ ସେମାନଙ୍କୁ ରଖାଯାଇ ନାହିଁ। ତେଣୁ ସେମାନେ ରାସ୍ତା କଡ଼ରେ ଜରି ଟାଙ୍ଗି ଟିଣା ପକେଇକିନି ରହୁଛନ୍ତି, ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ତେଣୁ ଆମେ ଦାବି କରୁଛୁ ଯଥାଶୀଘ୍ର ସିଏମ୍ସି ଯେଉଁଟା ସ୍ଥିର କରିଛି, ପ୍ରତିଶ୍ରୁତି ଦେଇଛନ୍ତି ଧବଳେଶ୍ୱର ଗଡ଼ାରେ ଥଇଥାନ କରିବାକୁ, ଯଥାଶୀଘ୍ର ଥଇଥାନ କରନ୍ତୁ। ଯଦି ନ କରାଯିବ ସେ 17 ପରିବାର ସେ ରାସ୍ତା କଡ଼ରେ କାହିଁକି ରହିବେ? ସିଏମ୍ସି ଗେଟ୍ ଆଗରେ ଜରିପାଲ ଟାଙ୍ଗିକିନି ଏଇଠି ରହିବେ, ଏଇଠି ଧାରଣା ଦେବେ।